ଅନାମିକା ମଧ୍ୟପ୍ରଦେଶରୁ ଦିଲ୍ଲୀ କଲେଜରେ ପଢ଼ିବାକୁ ଆସିଥିଲେ ଏବଂ ଆୟନ ସେହି କଲେଜରେ ପଢ଼ିବାକୁ ରାଜସ୍ଥାନରୁ ଆସିଥିଲେ। ଆୟନ ଜଣେ ସରଳ ବାଳକ ଥିଲେ, ଯିଏ ଝିଅମାନଙ୍କ ସହ ଅଧିକ କଥାବାର୍ତ୍ତା କରୁନଥିଲେ କିମ୍ବା କାହା ପାଇଁ ଅଧିକ ଯତ୍ନ ନେଉନଥିଲେ। ଅନାମିକା ଆୟନଙ୍କ ବିଷୟରେ ଏହି ଜିନିଷକୁ ବହୁତ ପସନ୍ଦ କରୁଥିଲେ ଏବଂ ସେ ଆୟନଙ୍କ ସହ କିଛି ବାହାନା କରି କଥା ହେବାକୁ ଚେଷ୍ଟା କରୁଥିଲେ। ଅନାମିକା ସୁନ୍ଦର ଦେଖାଯାଉଥିଲା ଏବଂ ଅଳ୍ପ ସମୟ ମଧ୍ୟରେ ଆୟନ ଏବଂ ଅନାମିକା ବନ୍ଧୁ ହେଲେ। ଆୟନ ଧୀରେ ଧୀରେ ଅନାମିକାଙ୍କୁ ପସନ୍ଦ କରିବାକୁ ଲାଗିଲେ। ଦୁହେଁ ଦିନସାରା କଲେଜରେ କଥାବାର୍ତ୍ତା କରୁଥିଲେ ଏବଂ ପରସ୍ପର ସହ ସବୁକିଛି ବାଣ୍ଟିଥିଲେ ଏବଂ କିଛି ସମୟ ପରେ ସେମାନେ ବହୁତ ଭଲ ବନ୍ଧୁ ହୋଇଥିଲେ। ଏହା ପୂର୍ବରୁ ଆୟନଙ୍କ ଜୀବନରେ କୌଣସି ଝିଅ ଆସିନଥିଲେ। ଯେଉଁଠାରେ ପୁଅମାନେ ପୂର୍ବରୁ ଅନାମିକାଙ୍କର ବନ୍ଧୁ ଥିଲେ ଏବଂ ସେ ସମସ୍ତଙ୍କ ସହ କଥା ହେଉଥିଲେ, ଆୟନ ଏସବୁକୁ ପସନ୍ଦ କରୁନଥିଲେ। ଦିନେ କଥାବାର୍ତ୍ତା ବେଳେ ଆୟନ ଅନାମିକାଙ୍କୁ ତାଙ୍କ ଭାବନାକୁ କହିଥାଏ। ଅନାମିକା ତାଙ୍କୁ ଗୋଟିଏ ଦିନର ସମୟ ମାଗନ୍ତି ଏବଂ କୁହନ୍ତି, ମୁଁ କାଲି ଉତ୍ତର ଦେବି। ଅନାମିକା ଭାବନ୍ତି ଯେ ଯେତେବେଳେ ଆୟନ ଅଧ୍ୟୟନ କରିବାକୁ କଲେଜକୁ ଆସୁଥିଲେ, ସେ କେବଳ ଅଧ୍ୟୟନରେ ଧ୍ୟାନ ଦେଉଥିଲେ, କିନ୍ତୁ ବର୍ତ୍ତମାନ ତାଙ୍କର ସମ୍ପୂର୍ଣ୍ଣ ଧ୍ୟାନ ମୋ ଉପରେ ରହିଛି। ଯଦି ମୁଁ ତାଙ୍କ ଗାର୍ଲଫ୍ରେଣ୍ଡ ହୋଇଯାଏ, ତାହେଲେ ସେ ତାଙ୍କ ଅଧ୍ୟୟନକୁ ଭୁଲିଯିବେ ଏବଂ ମୋ ଉପରେ ଧ୍ୟାନ ରଖିବେ। ଏହି ସବୁ ଚିନ୍ତାଧାରା ଅନାମିକାଙ୍କ ମନକୁ ଆସେ ଏବଂ ପରଦିନ ଅନାମିକା ଆୟନକୁ ମନା କରି କହିଲା, ମୁଁ ତୁମକୁ ମୋର ବନ୍ଧୁ ବୋଲି ଭାବୁଛି ଏବଂ ଆଉ କିଛି ନୁହେଁ। ମୁଁ ଏଠାକୁ ଅଧ୍ୟୟନ କରିବାକୁ ଆସିଛି ଏବଂ ଅନ୍ୟ କିଛି କରେ ନାହିଁ। ତୁମେ ଚାହିଁଲେ ତୁମେ ମୋର ବନ୍ଧୁ ହୋଇପାରିବ। ଆୟନ ଏ ବିଷୟରେ ବହୁତ ଖରାପ ଅନୁଭବ କରନ୍ତି ଏବଂ ସେ ବନ୍ଧୁତା ପାଇଁ ମନା କରନ୍ତି ଏବଂ ଅନାମିକାଙ୍କୁ ବହୁତ ବୁଝାନ୍ତି, କିନ୍ତୁ ଅନାମିକା କିଛି ଶୁଣନ୍ତି ନାହିଁ ଏବଂ ଆୟନ ଅନାମିକାଙ୍କ ସହ କଥା ହେବା ବନ୍ଦ କରନ୍ତି ଏବଂ କିଛି ଦିନ ପାଇଁ କଲେଜକୁ ମଧ୍ୟ ଆସନ୍ତି ନାହିଁ। ବର୍ତ୍ତମାନ ଅନାମିକାଙ୍କୁ ଭୁଲି ସେ ନିଜ ଅଧ୍ୟୟନରେ ସମ୍ପୂର୍ଣ୍ଣ ଧ୍ୟାନ ଦିଅନ୍ତି ଏବଂ କାହା ସହିତ ଅଧିକ କଥାବାର୍ତ୍ତା କରନ୍ତି ନାହିଁ କିମ୍ବା ସ୍ୱାର୍ଥପର ନୁହନ୍ତି। ଶୀଘ୍ର କଲେଜ ପାସ୍ ହୁଏ ଏବଂ ସମସ୍ତେ ଅଲଗା ହୁଅନ୍ତି। ଆୟନ କଲେଜ ସ୍ନାତକ କରି ପ୍ରଥମେ ଚାକିରି ପାଆନ୍ତି। ଆୟନ ଅନାମିକା ବିଷୟରେ ଜାଣିବା ପୂର୍ବରୁ 2-3 ବର୍ଷ ବିତିଯାଏ ଏବଂ ଅନାମିକା ଆୟନ ବିଷୟରେ କିଛି ଜାଣନ୍ତି ନାହିଁ। ଆୟନ ତାଙ୍କର ପୁରୁଣା କମ୍ପାନୀ ଛାଡ଼ି ଏକ ନୂତନ କମ୍ପାନୀରେ ଯୋଗ ଦିଅନ୍ତି, ଯେଉଁଥିରେ ତାଙ୍କର ଉଭୟ ପଦ ଏବଂ ଦରମା ପୂର୍ବ ଅପେକ୍ଷା ଭଲ। ଯେତେବେଳେ ଆୟନ ପ୍ରଥମ ଦିନ ଅଫିସକୁ ଯାଆନ୍ତି, ସେ ଜାଣନ୍ତି ପରିସ୍ଥିତି ଏପରି ହୋଇଛି ଯେ ଅନାମିକା ମଧ୍ୟ ଏହି କାର୍ଯ୍ୟାଳୟରେ ତାଙ୍କର କନିଷ୍ଠ ଭାବରେ କାର୍ଯ୍ୟ କରନ୍ତି। ସେ ତାଙ୍କ ପ୍ରତି ଧ୍ୟାନ ଦିଅନ୍ତି ନାହିଁ ଏବଂ ନିଜ କାର୍ଯ୍ୟରେ ବ୍ୟସ୍ତ ରୁହନ୍ତି। ଏହା କିଛି ଦିନ ପର୍ଯ୍ୟନ୍ତ ଚାଲିଥାଏ। ଏକ ପ୍ରୋଜେକ୍ଟ ପାଇଁ ଏକାଠି ବାହାରକୁ ଯିବାକୁ ପଡ଼ିଲା। ଏହି ପ୍ରକଳ୍ପରେ ଆୟନ ଏବଂ ଅନାମିକା ଅନିଚ୍ଛାରେ ପରସ୍ପର ସହ କଥାବାର୍ତ୍ତା ଆରମ୍ଭ କରନ୍ତି। ଆୟନ ଅନାମିକାଙ୍କ କଥା ବୁଝନ୍ତି, ଦୁହେଁ ପୁଣି ଥରେ ଭେଟନ୍ତି। ଗଭୀର ବନ୍ଧୁତା ସୃଷ୍ଟି ହୁଏ ଏବଂ ସେମାନଙ୍କର ବନ୍ଧୁତା ସମଗ୍ର କାର୍ଯ୍ୟାଳୟରେ ଆଲୋଚନା ଆରମ୍ଭ ହୁଏ। ଆୟନ ଜଣେ ସରଳ ବାଳକ ଥିଲେ। ସେ କାହା ବିଷୟରେ ଅଧିକ ଚିନ୍ତା କରୁନଥିଲେ। କିଛି ସମୟ ପରେ ଆୟନ ତାଙ୍କୁ ଅନାମିକାଙ୍କୁ ରାତ୍ରି ଭୋଜନରେ ନେଇ ନିଜର ପ୍ରେମ ବ୍ୟକ୍ତ କରିଥିଲେ। ଏଥର ଅନାମିକା ପ୍ରେମ ପାଇଁ ଆୟନଙ୍କୁ ମନା କରିବାକୁ ଚାହୁଁନଥିଲେ, କିନ୍ତୁ କିଛି ଦିନ ମଧ୍ୟରେ ସେ ବିବାହ କରିବାକୁ ଯାଉଥିବାରୁ ତାଙ୍କର କୌଣସି ବିକଳ୍ପ ନଥିଲା। ଅନାମିକା ଆୟନଙ୍କୁ ତାଙ୍କ ବିବାହ ବିଷୟରେ କୁହନ୍ତି। ଏଥର ଆୟନ ସମ୍ପୂର୍ଣ୍ଣ ହୃଦୟ ଭାଙ୍ଗିଗଲା ଏବଂ ସେ କିଛି ନ କହି ସେଠାରୁ ଚାଲିଗଲା। ହେଉଛି ତାପରେ ଅନାମିକା ରାତିରେ ଭାବନ୍ତି ଯେ ସେ ଆୟନଙ୍କ ଅପେକ୍ଷା ଭଲ ପୁଅ ପାଇବ ନାହିଁ। ସେ ନିଷ୍ପତ୍ତି ନେଇଛନ୍ତି ଯେ ଆସନ୍ତାକାଲି ସେ ଆୟନଙ୍କୁ ହଁ କହିବେ ଏବଂ ତାପରେ ସେ ମା ଏବଂ ବାପାଙ୍କୁ ଆୟନଙ୍କୁ ବିବାହ କରିବାକୁ ମନସ୍ଥ କରିବେ। ପରଦିନ ଯେତେବେଳେ ଅନାମିକା ଅଫିସକୁ ଯାଆନ୍ତି, ସେତେବେଳେ ସେ ଜାଣନ୍ତି ଯେ ଆୟନ ଅଫିସ ଛାଡ଼ିଛନ୍ତି ଏବଂ ଆଉ କମ୍ପାନୀକୁ ଆସିବେ ନାହିଁ।
ଯିବାବେଳେ ଆୟନ ଅନାମିକାଙ୍କୁ ଏକ ଚିଠି ଲେଖନ୍ତି। ଯେଉଁ ଦିନଠାରୁ ମୁଁ ତୁମକୁ ଦେଖିଲି ସେହି ଦିନଠାରୁ ମୁଁ ତୁମକୁ ଭଲ ପାଉଥିଲି। ମୁଁ ତୁମ ଜୀବନରେ କେବେ ବି ତୁମକୁ ଭୁଲି ପାରିବି ନାହିଁ। ଆପଣ ଯେଉଁଠାରେ ଥାଆନ୍ତୁ, ଆପଣ କାହା ସହିତ ଅଛନ୍ତି, ଖୁସି ହୁଅନ୍ତୁ। ବର୍ତ୍ତମାନ ମୁଁ ମୋ ଜୀବନରେ ଏହି ଯନ୍ତ୍ରଣା ସହିତ ବଞ୍ଚିବି। ମୁଁ ତୁମକୁ ସର୍ବଦା ଭଲ ପାଏ। ତୁମେ ମୋ ଜୀବନରେ ଆସିଥିବା ପ୍ରଥମ ଏବଂ ଶେଷ ଝିଅ। ବର୍ତ୍ତମାନ ନା ମୋ ଜୀବନରେ କେହି ଆସିବେ ନାହିଁ କିମ୍ବା ମୁଁ କାହାକୁ ମୋ ଜୀବନରେ ପ୍ରବେଶ କରିବାକୁ ଦେବି ନାହିଁ। ବର୍ତ୍ତମାନ ମୁଁ କେବଳ ତୁମର ସ୍ମୃତିରେ ରହିବି। ଆଜି ପରେ ମୁଁ ତୁମକୁ ମୋର ପୁରା ଜୀବନରେ କେବେ ବି ଦେଖାଇବି ନାହିଁ। ମୁଁ କେବଳ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବି। ତୁମେ ଯେଉଁଠାରେ ଥାଅ ଖୁସିରେ ରୁହ ଏବଂ ତୁମର ବିବାହ ପାଇଁ ଶୁଭେଚ୍ଛା। ଅନାମିକା ଆୟନକୁ ଖୋଜିବା ପାଇଁ ବହୁତ ଚେଷ୍ଟା କରେ, କିନ୍ତୁ ବହୁ ବର୍ଷ ପରେ ମଧ୍ୟ ସେ ଆୟନକୁ ପାଇଲା ନାହିଁ ଏବଂ ସେ ନିଜ ପିତାମାତାଙ୍କ ଘରକୁ ଫେରିଗଲା। ସେ ନିଜ ପସନ୍ଦର ପୁଅକୁ ବିବାହ କରିବେ। ଏହିପରି ଭାବରେ ଦୁହେଁ ପରସ୍ପରଠାରୁ ସବୁଦିନ ପାଇଁ ଅଲଗା ହୋଇ ଯନ୍ତ୍ରଣା ସହ ଜୀବନ ବିତାନ୍ତି।